ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଆସୁଥିବା ପ୍ରଶ୍ନର ଉତ୍ତରକୁ ଆମେ ଆଲୋଚନା କରିବା। ଏହି ପ୍ରଶ୍ନ ମାତୃଭାଷା ବିଷୟରେ ମୋଟ 15ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 2 ମାର୍କ ଲେଖା ଅଛି। ତେଣୁ ଏହାକୁ ଆମେ ଭଲ ଭାବରେ ଲେଖିବା। ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଉତ୍ତର ଫଳ ଦେବା। OMR ସିଟ୍ରେ ଆମେ ଗୋଲାକାର ଅଂଶକୁ ବଲ୍ ପଏଣ୍ଟ କଲମରେ ନୀଳ କିମ୍ବା କଳା କରିବା। ତେବେ ପିଲାମାନେ ଏହାକୁ ଭଲ ଭାବରେ ପଢ଼ିବ ଏବଂ ପଢ଼ି ସଠିକ୍ ଉତ୍ତରରେ ଆମେ ଗୋଲ ବୁଲାଇବା। ତେବେ ଆସ ପିଲାମାନେ ଏହାର ଅଭ୍ୟାସ ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା। 1 ନମ୍ବର, ଯାଇଛି ସେ କାଳ ଆସିଛି ଏବେ ନୂଆ ବେଳ, ପାରାଦୀପେ ଡ୍ୟାସ୍ ଲାଗଇ ଜାହାଜ ଭେଳା ଭେଳା। ଏଠି ଏ ଅପସନ୍ ଏବେ, ବି ଅପସନ୍ ଆଜି, ସି ଅପସନ୍ ଆମ, ଡି ଅପସନ୍ ଆସି। ଏହାର ସଠିକ୍ ଉତ୍ତର ହେବ ଏ ଏବେ। ତେଣୁ ଏରେ ଆମେ ଗୋଲ ବୁଲାଇବା। OMR ସିଟ୍ରେ ଏରେ ଗୋଲ ବୁଲାଇବା। ଆମେ କଳା କରିବା। ଏରେ ଆମେ ଏମିତି କଳା କରିବା। କଲମରେ ଆମେ ଏମିତି କଳା କରିବା। ଠିକ୍ ଭାବେ ସେ ଗୋଲାକାର ଭିତରେ ଆମେ ଲେଖିପାରିବା। ତେବେ ଆସ ପିଲାମାନେ ଦ୍ୱିତୀୟ ନମ୍ବର ପ୍ରଶ୍ନ ଆଲୋଚନା କରିବା। ଭାବନା ତାଙ୍କର ଅଟଇ ଅପାର, କିଏ ବା ପାରିବ କଳି ଶୂନ୍ୟତନ ପୂରଣ କର। ଏ ବହୁତ, ବି ଅପାର, ସି ଅସୀମ, ଡି ଅନେକ। ଏହାର ଉତ୍ତର ହେବ 2 ବି। କାହିଁକି ନା ଭାବନା ତାଙ୍କର ଅଟଇ ଅପାର, ତେଣୁ ଅପାର ହେବ ସଠିକ୍ ଉତ୍ତର। ତେଣୁ ଅପାର ବି ପାଖରେ ଆମେ ଗୋଲ ବୁଲାଇବା। 3 ନମ୍ବର ପ୍ରଶ୍ନ, ଠିକ୍ ଶବ୍ଦଟିକୁ ବାଛ। ଏ ଦ୍ୱନ୍ଦ୍ୱ, ବି ମୁଖ୍ୟ, ସି କୋଠରୀ, ଡି ପୁନେଇ। ଏହାର ସଠିକ୍ ଉତ୍ତର ହେବ ବି ମୁଖ୍ୟ। ଠିକ୍ ଉତ୍ତରଟିକୁ ବାଛ, ମୁଖ୍ୟ। 4 ନମ୍ବର ପ୍ରଶ୍ନ, ଭୁଲ ଶବ୍ଦଟିକୁ ବାଛ। ଏ ରୂପା, ବି ଈଶ୍ୱର, ସି ପଞ୍ଜୁରୀ, ଡି ମୁହୂର୍ତ୍ତ। ଏହାର ସଠିକ୍ ଉତ୍ତର ହେବ ସି ପଞ୍ଜୁରୀ। 5 ନମ୍ବର ପ୍ରଶ୍ନ, ଖୋର୍ଦ୍ଧାରେ ଆର୍ଦ୍ଧା ଯୁକ୍ତ ବର୍ଣ୍ଣଟି କେଉଁ କ୍ରମରେ ଯୁକ୍ତ ହୋଇ ଗଠିତ ହୋଇଛି? ଏ ଦ ଧ ର ଆ, ବି ଦ ଦ ଆ, ସି ର ଦ ଦ ଆ, ର ଦ ଧ ଆ। ଏହାର ସଠିକ୍ ଉତ୍ତର ହେବ ଡି ର ଧ ଧ ଆ, ଆର୍ଦ୍ଧା। 6 ନମ୍ବର ପ୍ରଶ୍ନ, କେଉଁଟି ଅଲଗା ବାଛ? ଢୋ ଢା, ହାଉଁ ହାଉଁ, ଚେଁ ଚାଁ, ଡି କେଁ କାଁ। ଏହାର ସଠିକ୍ ଉତ୍ତର ହେବ ଏ ଢୋ ଢା। 7 ନମ୍ବର ପ୍ରଶ୍ନ, କେଉଁଟି ଅଲଗା ବାଛ? ଏ ନୀରବ, ବି ପରବ, ସି ଗୌରବ, ଡି ମାନବ। ଏହାର ସଠିକ୍ ଉତ୍ତର ହେବ ଏ ନୀରବ। ନୀରବ ପାଖରେ ଆମେ ଗୋଲ ବୁଲାଇବା। 8, ଅଲଗାଟିକୁ ବାଛ। ଅଲଗାଟିକୁ ବାଛ। ପବନ, ଜଗତ, ଯତନ, କରୁଣା। ଏହାର ସଠିକ୍ ଉତ୍ତର ହେବ ଡି କରୁଣା। 9, ଠିକ୍ ଶବ୍ଦଟିକୁ ବାଛ। ଠିକ୍ ଶବ୍ଦଟିକୁ ବାଛ। ଏ ଧ୍ରୁବତାରା, ବି ଧ୍ରୁବତାରା, ସି ଧ୍ରୁବତାରା, ଡି ଧ୍ରୁବତାରା। ଏହାର ସଠିକ୍ ଉତ୍ତର ହେବ ବି ଧ୍ରୁବତାରା। ଏଇଟା ଠିକ୍ ହେବ। ତେଣୁ ଏଠି ଆମେ ଗୋଲ ବୁଲାଇବା। ପଠାଣି ସାମନ୍ତ ପିଲାଦିନେ ଦଳ ଦଳ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ଡ୍ୟାସ୍ ଉଠୁଥିଲେ ଶୂନ୍ୟସ୍ଥାନ ପୂରଣ କର।
ଡ୍ୟାସ୍ ଉଠୁଥିଲେ ଏଠି ଅପସନ୍ ଦେଇଛି ହସି ଉଛୁଳି କୁରୁଳି। ଏହାର ଉତ୍ତର ହେବ ସି କୁରୁଳି। କୁରୁଳି ହେବ ସଠିକ୍ ଉତ୍ତର। ସିରେ ଆମେ ଗୋଲ ବୁଲାଇବା। ଠିକ୍ ଶବ୍ଦଟିକୁ ବାଛ। ଜିଇଁଥିବି ଜିଇଁଥିବି ଜୁଇଁଥିବି ଜୁଇଁଥିବି। ଏହା ସଠିକ୍ ଉତ୍ତର ହେବ ଏ ଜୁଇଁଥିବି। ଏଇଠି ଠିକ୍ ହେବ। ଏ ସଠିକ୍ ଉତ୍ତର ହେବ। 12 ନମ୍ବର ପ୍ରଶ୍ନ, ସେଥିରେ 7ଟି ପଥର ଘୋଡ଼ା ଡ୍ୟାସ୍ ହେଲା। ଶୂନ୍ୟସ୍ଥାନ ପୂରଣ ପାଇଁ ଉପଯୁକ୍ତ ଶବ୍ଦ ବାଛ। ଏ ଯୋଡ଼ା, ବି ଖଞ୍ଜା, ସି ରଖା, ଡି ଜୋଖା। ଏହା ସଠିକ୍ ଉତ୍ତର ହେବ ଡି ଜୋଖା। ଡି ପାଖରେ ଆମେ ଗୋଲ ବୁଲାଇବା। 13 ଅହିରାଜ ବାନ୍ଧି ରଖିଥିବା ମଣିଷ। ଅହିରାଜ ବାନ୍ଧି ରଖିଥିବା ମଣିଷ ଦୁଇଟିକୁ ଆଜି ଛାଡ଼ି ଦିଆଯାଉ। ଏକଥା କିଏ କହିଥିଲେ? ଏ ହାତୀ, ବି ଭଲ୍ଲୁକ, ବି। ଏହାର ସଠିକ୍ ଉତ୍ତର ହେବ 13 ବି ଭଲ୍ଲୁକ। ଆମେ ଭଲ୍ଲୁକରେ ଆମେ ଗୋଲ ବୁଲାଇବା। 14 ନମ୍ବର ପ୍ରଶ୍ନ, ଯେଉଁ ଶବ୍ଦ ପୂର୍ବରୁ ପ୍ରଗାଢ଼ ଲାଗିନାହିଁ ସେଇଟିକୁ ବାଛ। ଏ ଯତ୍ନ, ବି ନିଷ୍ଠା, ସି ବକ୍ତା, ଡି ପାଣ୍ଡିତ୍ୟ। ଏହାର ସଠିକ୍ ଉତ୍ତର ହେବ ଏ ଯତ୍ନ। ପ୍ରଗାଢ଼ ଯତ୍ନ ହେବନି। ପ୍ରଗାଢ଼ ନିଷ୍ଠା ହେବ, ପ୍ରଗାଢ଼ ବକ୍ତା, ପ୍ରଗାଢ଼ ପାଣ୍ଡିତ୍ୟ। ଏହା ହେବ ଏ ପାଖରେ ଆମେ ଗୋଲ ବୁଲାଇବା। 15 ଅଲଗା ଶବ୍ଦଟିକୁ ବାଛ। ଅଧୀରା, ମାଲିକାଣୀ, ମନ୍ତ୍ରିଣୀ, ଚାହାଣୀ। ଏହାର ସଠିକ୍ ଉତ୍ତର ହେବ ଡି ଚାହାଣୀ। ଏହିଭଳି ପ୍ରଶ୍ନକୁ ଆମେ ଅଭ୍ୟାସ କରିବା ଏବଂ ବୃତ୍ତି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିନେବା।